ଆସନ୍ତୁ ଯିବା ଆଜି କଥା ହେବା ପ୍ରମୋଦ କୁମାର ବେହେରା, ଜଣେ ପୂର୍ବତନ ଇଂରାଜୀ ଶିକ୍ଷକ। ତାଙ୍କ ପାଖରେ ମୁଁ ବି ପାଠ ପଢ଼ିଛି। ଚାଲନ୍ତୁ କିଛି କଥା ହେବା ତାଙ୍କ ସହିତ। ସାର୍, ଆପଣଙ୍କ ଜୀବନୀ ଉପରେ ଟିକେ କିଛି କୁହନ୍ତୁ। ମୁଁ ଗାଁ ସ୍କୁଲରୁ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରଥମେ ପାସ୍ କଲି। ତାପରେ ରଞ୍ଜାଗୋଳ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ପାସ୍ କଲି। ତାପରେ ଖଜୁରିଆକଟା ଉଚ୍ଚ ବିଦ୍ୟାଳୟରୁ ପାସ୍ କଲି। ଏଇଟା ହେଲା 1972 ମସିହାରେ ପାସ୍ କଲି। ଆଜ୍ଞା। ତାପରେ ଢେଙ୍କାନାଳ କଲେଜରେ ମୁଁ +2 ତେବେ ଥିଲା IABA, ତାକୁ 4 ବର୍ଷରେ ପାସ୍ କଲି 1976 ମସିହାରେ। ଆଜ୍ଞା। ତାପରେ ମୁଁ ରେଭେନ୍ସା କଲେଜରେ ଇକୋନୋମିକ୍ସରେ PG କରିବା ପାଇଁ ଗଲି, ଜଏନ୍ ବି କଲି। ହେଲେ ବିଭିନ୍ନ ପ୍ରକାର ବ୍ୟକ୍ତିଗତ କାରଣ ବା ଅସୁବିଧା ହେତୁ ମୁଁ ସେଟା କମ୍ପ୍ଲିଟ୍ କରିପାରିଲିନି। ଡିସକଣ୍ଟିନ୍ୟୁ କରିବା ପରେ ମୁଁ ଚେଷ୍ଟା କଲି ଯେ ଗୋଟେ BED ନ କଲେ ମୁଁ କିଛି ଚାକିରି ମୋତେ ମିଳିବନି। ତାପରେ ମୁଁ ଟ୍ରାଏ କରି ପ୍ରଥମେ ନିଆଳି କଲେଜରେ ଗୋଟେ ଆପ୍ଲାଏ କଲି, କିନ୍ତୁ ସେ ତାଙ୍କର ଆଫିଲିଏସନ୍ ପାଇଲେନି। ମୋର ଗୋଟେ ବର୍ଷ ଲସ୍ ହେଇଗଲା। ପରବର୍ତ୍ତୀ ପର୍ଯ୍ୟାୟରେ ମୁଁ ସାଲେପୁର ରେଗୁଲାର କଲେଜରେ ଆଡ଼ମିସନ୍ କଲି ଏବଂ ସେଇଠୁ 1983 ଡିସେମ୍ବର 12ରେ ମୋ ରେଜଲ୍ଟ ବାହାରିଲା, ମୁଁ ପାସ୍ କଲି। BED ପାସ୍ କଲି। BED ପାସ୍ କରିବା ପରେ ମୁଁ ଚିତ୍ତଲପୁର ହାଇସ୍କୁଲରେ ଜୁଲାଇ 14ରେ ଜଏନ୍ କଲି। ଅର୍ଥାତ୍ ସେତେବେଳକୁ ମୁଁ ତାଲିମ ପ୍ରାପ୍ତ ହୋଇସାରିଥାଏ। BED କମ୍ପ୍ଲିଟ୍ ହେଇସାରିଥିଲା। BED କମ୍ପ୍ଲିଟ୍ ହେଇଥିଲା, କିନ୍ତୁ ଘଟଣା କ'ଣ, ସେତେବେଳେ ଘରୋଇ ବିଦ୍ୟାଳୟ, ତେଣୁ ସେମାନେ ଯେଉଁ ପାରିଶ୍ରମିକ ଦେଉଥିଲେ ତାହା ନିମିତ୍ତ ମାତ୍ର, କିନ୍ତୁ ଆମେ ତାକୁ ଖୁସିରେ ଗ୍ରହଣ କରୁଥିଲୁ। ସେତେବେଳେ ଆମର ବ୍ରତ ଥିଲା ଯେ ପିଲାମାନଙ୍କର କିନ୍ତୁ ଉନ୍ନତି ହେବ। ଆଉ ଆଜିକାଲି ଶିକ୍ଷକ ଆଉ ସେଦିନ ଶିକ୍ଷକ ଭିତରେ ଆକାଶ ପାତାଳ ପ୍ରଭେଦ ଅଛି। ଆମେ ପିଲାମାନଙ୍କର ଉନ୍ନତି ପାଇଁ ଏତେ ଚେଷ୍ଟା କରୁଥିଲୁ, ନ କହିଲେ ଭଲ। ବହୁତ ପରିଶ୍ରମ କରୁଥିଲୁ। ଯେତିକି ପିଲା ଯାହାର କାଲିବର ଯାହା ଅଛି, ଦକ୍ଷତା ଅନୁସାରେ ସେମାନେ ପ୍ରଦର୍ଶନ କରୁଥିଲେ ଯଦିଓ, କିନ୍ତୁ ଆମେ କଠିନ ପରିଶ୍ରମ କରୁଥିଲୁ। ଆମେ ଯେତେ ଶିକ୍ଷକ ଥିଲୁ, ଆମ ଭିତରେ ନିଶାଦ୍ରବ୍ୟ କାହାର ନଥିଲା, ଗୋଟେ ବଡ଼ କଥା। ତା ବାଦ ଆଉ ଆମ ଭିତରେ ଗୋଟେ ଭଲ ସମ୍ପର୍କ ବି ସେତେବେଳେ ଥିଲା। ଶିକ୍ଷକ ମହଲରେ ସମସ୍ତଙ୍କର ଭଲ ସମ୍ପର୍କ ବି ଥିଲା। ଆଉ ୟା ପରେ ମୁଁ ଜଏନ୍ କଲି ତ ପରବର୍ତ୍ତୀ ପର୍ଯ୍ୟାୟରେ ଯାହା ହଉ 1992 ମସିହା, ଆମେ 83ରେ ଜଏନ୍ କଲୁ ନା। 84 ମସିହାରେ ମୋର ବାହାଘର ହେଇଗଲା। ଆଉ ପୁଅଟି ହେଲା 85 ମସିହାରେ, ବଡ଼ ଝିଅ, ଏବଂ 88ରେ ମୋ ଝିଅ ହେଲା। ସେତେବେଳେ ପଇସା ପାଉନୁ। 92 ବେଳକୁ ପୁଅକୁ 7 ବର୍ଷ, ଝିଅକୁ 4 ବର୍ଷ ହେଇଛି। ସେଇ ସମୟରେ ପଇସା ପାଇଲି। ପଇସା ପାଇଲା ପରେ ଅର୍ଥନୈତିକ ଦୃଷ୍ଟିକୋଣରୁ ମୁଁ ସ୍ୱାବଲମ୍ବୀ ହେଇଗଲି। ଆଉ ମୋର କୌଣସି ଅସୁବିଧା ହେଇନି। ଭଗବାନଙ୍କ ଦୟାରୁ ଦେହପା ବି ସବୁ ଠିକ୍ ଥିଲା, ସମସ୍ତଙ୍କର ବି ଦେହପା ଠିକ୍ ଥିଲା। ଆଉ ପୁଅ ବି ସେ ସାଇନ୍ସ ଗ୍ରାଜୁଏଟ୍ ହେଇଗଲା, ଝିଅ ବି ଆର୍ଟ୍ସ ଗ୍ରାଜୁଏଟ୍ ହେଇଗଲା। ତାଙ୍କର ନିଜର ଦକ୍ଷତା ଅନୁସାରେ ସେମାନେ ଯାହା ପ୍ରଦର୍ଶନ କରିବା କଥା କଲେ। ତାପରେ ସ୍କୁଲରେ ଯେତେବେଳେ ଆମେ ପାଠ ପଢ଼ୁଥିଲୁ, ସେ ସମୟରେ ଗୋଟେ ଅନୁଭୂତି ମୋର କହୁଛି ଯେ ପିଲାମାନଙ୍କର, ମୁଁ ଗୋଟେ ବିଷୟ ନେଇଥିଲି, ସେଟା ଇଂଲିଶରେ ଓଡ଼ିଶା ସାର ସମସ୍ତେ ଦୁର୍ବଳ। ତେଣୁ ମୁଁ ଏଇଭଳିଆ ଗୋଟେ ବିଷୟ ନେଇଥିଲି ଯେ ମୋ ପାଇଁ ସେଟା ବହୁତ ମାନେ ଚ୍ୟାଲେଞ୍ଜିଂ ଥିଲା। ତେଣୁ ପିଲାଙ୍କ ଉନ୍ନତି ପାଇଁ ମୁଁ ସକାଳୁ ସବୁଦିନ, ସେତେବେଳେ ସାଇକେଲରେ, କାରଣ ସେତେବେଳେ ମୁଁ ଗାଡ଼ି କରିନଥିଲି, କାରଣ ପଇସା ନଥିଲା। ତେଣୁ ମୁଁ ଟ୍ୟୁସନ୍ କରିଯାଏ ୱିଦାଉଟ୍ ଏ ପ୍ରାଇସ୍। ସ୍କୁଲ ପିଲାଙ୍କୁ ପଢ଼େଇବି। ଶୀତ ଦିନ ଯେତେବେଳେ, ମାନେ ଶୀତ ଦିନ ଜାନୁଆରୀ ଫେବୃଆରୀ ଶୀତ, ମାର୍ଚ୍ଚ ବା ଏପ୍ରିଲ ପରୀକ୍ଷା ହୁଏ। ତେଣୁ ସେତେବେଳେ ଯେତେ ଜାଡ଼ ହେଲେ ବି ମୁଁ ସାଇକେଲିଂ କରି ଯାଏ, ପିଲାଙ୍କୁ ପଢ଼ାଏ। ପଢ଼େଇକି ତାପରେ ମୁଁ ପଳେଇ ଆସେ ସ୍କୁଲରୁ। ତାପରେ ପୁଣି ରେଗୁଲାର ଯେମିତି ଘରକୁ ଆସିକରି ପୁଣି ଯିବା କଥା ବି ଯାଏ। ହଁ, ସେତେବେଳେ ମୋ ସମୟରେ ରୁଦ୍ରନାରାୟଣ ମିଶ୍ର ବୋଲି ଜଣେ ସାର୍ ଥିଲେ, କ୍ଲାସିକାଲ ଟିଚର। ତାପରେ ଉମେଶ ସାହୁ ବୋଲି ଜଣେ ଥିଲେ, ସେ ଗୁହାଳପାଳ। ସେ ଦୁର୍ଭାଗ୍ୟବଶତଃ ସେ ତାଙ୍କ ଦେହାନ୍ତ ଏଇ 2-3 ବର୍ଷ ଭିତରେ ହେଇଯାଇଛି। ଆଉ ଜଣେ ଥିଲେ କୁମୁଦ ଚନ୍ଦ୍ର ମିଶ୍ର, ଯୋଗୀ ମୁଣ୍ଡାର। ଆଉ ତାପରେ ଥିଲେ ଅଦ୍ୱୈତ ପ୍ରସାଦ ଦେହୁରୀ, ସେ ସାଇନ୍ସ CBZ। ତାପରେ ନିରୁପମା ରଥ ବି ଆମ ସହିତ କିଛି ଦିନ ଥିଲେ। ତାପରେ ସାଗରିକା ସାମଲ ଜଣେ ଥିଲେ,
ସେମାନେ ସ୍ୱल्ପ ସମୟ ପାଇଁ ରହିଛନ୍ତି। ଅଭିପ୍ସା ମହାନ୍ତି ଜଣେ ଥିଲେ। ଏଇମାନେ ଆଉ ଆମର ଥିଲେ ସାର୍ କ'ଣ ବିଶ୍ୱନାଥ ପାତ୍ର ଆମ ସହିତ ସମ୍ପର୍କ ରଖିଥିଲେ ସମ୍ପୂର୍ଣ୍ଣ ଭାବରେ। ତାପରେ ଆମେ ପପୁଲାରଲି ନୋନ୍ ଆଜ୍ ଖୁକୁନ୍ ସାର୍ ଦିବାକର ପାଲ, ଆମ କୁମୁଦ ଚନ୍ଦ୍ର ପାଣିଗ୍ରାହୀ, ବିଚିତ୍ର ମୋହନ ପତି, ଭୀମସେନ ନାୟକ, ପଞ୍ଚାନ୍ନ ପଣ୍ଡା ଏକ୍ସପାୟାର କରିଗଲେ, ଭୀମ ବି ଏବେ ଏକ୍ସପାୟାର କରିଗଲା। ଆଉ ତାପରେ ଆମର କିର ମ୍ୟାଡାମ ଥିଲେ, ଆଉ ପ୍ରଭାତ ପଟ୍ଟନାୟକ ବି ଦୁର୍ଗୁଟ ଜଣେ ଥିଲେ। ଏଇମାନେ ସବୁ ଆମେ ଥିଲୁ। ପରବର୍ତ୍ତୀ ପର୍ଯ୍ୟାୟରେ ରମେଶ ଚନ୍ଦ୍ର ମିଶ୍ର ଆମ ସ୍କୁଲକୁ ଡେପୁଟେସନରେ ଆସିଥିଲେ ବା ଟ୍ରାନ୍ସଫରରେ ଆସିଥିଲେ। ଆଉ କୈଳାସ ଚନ୍ଦ୍ର ସାହୁ ବୋଲି ମୁକ୍ତାପୋଷର ଜଣେ ଶିକ୍ଷକ ବି ଆମ ସହିତ କିଛି ବର୍ଷ ରହିଥିଲେ। ମୁଁ ଯେତେବେଳେ ଗେଷ୍ଟ ଟିଚର ଥିଲି ସେ ସାର୍ ସେତେବେଳେ ଥିଲେ। ଆଉ ସାର୍ ଆପଣ ଜୀବନରେ ଖେଳର କ'ଣ ପ୍ରଭାବ ପଡ଼ିଛି ସାର୍? ଶୁଣନ୍ତୁ, ଖେଳ ମୁଁ ଯେତେବେଳେ ପଢୁଥିଲି ଅଷ୍ଟମରେ ମୁଁ ଭାରି ଖେଳ ପ୍ରିୟ ଥିଲି। ବିଶେଷ କରି ମୋତେ ଭଲ ଲାଗେ ଜମ୍ପ ଆଉ ଇଏ ଉପରେ। ମୁଁ ସେତେବେଳେ ଅଷ୍ଟମ ଶ୍ରେଣୀ କଥା କହୁଛି, ତା ପୂର୍ବ କଥା କିଛି କହୁନି। କାରଣ ଅଷ୍ଟମରେ ମୁଁ ସାର୍ଟିଫିକେଟ୍ ପାଇଥିଲି ଫାଷ୍ଟ ପ୍ରାଇଜ୍ ଗ୍ରୁପ ବି ନା ସି ଏମିତି କହିପାରୁନି, ଗୋଟେ ଫାଷ୍ଟ ପ୍ରାଇଜ୍ ରନିଂ ମାନେ ହପ୍ ଷ୍ଟେପ୍ ଆଣ୍ଡ ଜମ୍ପ, ତାପରେ ଲଙ୍ଗ ଜମ୍ପ ଆଉ ହାଇ ଜମ୍ପ, ତିନିଟା ଯାକରେ ମୁଁ ଟପ୍ କରିଥିଲି। ପୋଲ୍ ଭଲ୍ଟରେ ମୁଁ ଥାର୍ଡ ହେଇଥିଲି। ମୁଁ ପୋଲ୍ ଭଲ୍ଟ ମୋ ଜୀବନରେ କେବେ ଦେଖିନଥିଲି। କିନ୍ତୁ ଆମ ଗାଁର ଗୋଟେ ପିଲା ଫାଷ୍ଟ ହେଲା। ସେ କହିଲା ତମେ ଚେଷ୍ଟା କର, ହବ, ଚେଷ୍ଟା କରୁ ଆଇ ମୋର ଥାର୍ଡ ପୋଜିସନ। ମୁଁ ଭାରି ଖୁସି ହେଇଗଲି। ଯାହା ହଉ ମୁଁ ପୋଲ୍ ଭଲ୍ଟ କେବେ ଧରି ବି ନଥିଲି। ସେ ଗୋଟେ ଉଦ୍ୟମରେ ମୋତେ ଭାରି ଖୁସି ଲାଗିଲା। ଆଉ ସାର୍ ଆଜିକାଲି ଯୋଉ ଆମର ଅଲିମ୍ପିକ୍ସ ଗେମ୍ ହଉଛି, ଅଲିମ୍ପିକ୍ସ ଗେମରେ ସ୍କୁଲ ପିଲାମାନେ କିଛି ଏତେ ଜ୍ଞାନ ନାହିଁ, ମାନେ ଜାଣିନାହାନ୍ତି, ମାନେ ଜ୍ଞାନ ନାହିଁ ମାନେ ଆୱାରନେସ୍ ନାହିଁ, କିଛି ଜାଣିପାରିନାହାନ୍ତି। ସେଇଟା ସାର୍ କେମିତି ଇମ୍ପ୍ରୁଭ ହବ? ସ୍କୁଲରେ ପିଲା କେହି ଅଲିମ୍ପିକ୍ସ ଏଇ ଖାଲି ଓନ୍ଲି କ୍ରିକେଟ, ଫୁଟବଲ, ଭଲି ଜାଣିଛନ୍ତି। ଅଲିମ୍ପିକ୍ସରେ ଖେଳ ହଉଛି 35-40 ଖେଳ ହଉଛି। ତେଣୁ ସେ ଜ୍ଞାନ ନାଁ ବି ପିଲା ଜାଣିନାହାନ୍ତି। ଶୁଣନ୍ତୁ, ଆମେ ଯେ ପର୍ଯ୍ୟନ୍ତ ସ୍କୁଲରେ ଥିଲୁ ଆମର ବି ସେ ବିଷୟରେ ଜ୍ଞାନ ନଥିଲା ହେଲା। କିନ୍ତୁ ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ଏଇଟା ହଉଛି କ'ଣ ଶିକ୍ଷା ବିଭାଗ ଦାୟିତ୍ୱ, ସରକାରଙ୍କ ଦାୟିତ୍ୱ। ସେ ବିଭିନ୍ନ ଖେଳକୁ ପ୍ରୋତ୍ସାହନ ଦେବେ, ଯୋଉଟା କି ବର୍ତ୍ତମାନ ସେଣ୍ଟ୍ରାଲାଇଜଡ ହେଇଛି କୋଉଠି ରାଜଧାନୀରେ, ବାହାରକୁ ସେ ଯାଇପାରୁନି। ଗ୍ରାମାଞ୍ଚଳରେ ସବୁ ପ୍ରକାର ମେଧାବୀ ଅଛି, ହେଲେ ସେମାନେ ଯଦି ଗ୍ରାମାଞ୍ଚଳରେ ଟିକେ ଦୃଷ୍ଟି ଦିଅନ୍ତେ ଏବଂ ହାଇସ୍କୁଲ ସ୍ତରରେ ବିଶେଷ କରି ୟାର ବହୁତ ପ୍ରଭାବ ରହିବ, ଯୋଉଟା କି ପରବର୍ତ୍ତୀ ପର୍ଯ୍ୟାୟ ଜୀବନର ଗତିପଥ ତାର ବହୁତ ମାନେ ବଦଳି ପାରେ। ତେଣୁ ସେମାନେ ସେଇଟା ଯଦି କରନ୍ତେ ଭଲ ହୁଅନ୍ତା। ହଉ ସାର୍, ଆପଣଙ୍କ ଟାଇମ୍, ଆପଣଙ୍କ ମୂଲ୍ୟବାନ ଟାଇମ୍ ଦେଲେ ଧନ୍ୟବାଦ। ଧନ୍ୟବାଦ। ନମସ୍କାର।